ବିଶ୍ୱାସଘାତକତା, ଦୁର୍ଘଟଣା ଏବଂ ଆଲ୍ଲାହ ବା ସ୍ୱୟମ୍ଭୁ ବିଧାତା ଆପଣାଜାତ ଖୋଦଜାତ ଖୋଦା ଜୀବଶ୍ରେଷ୍ଠ ସର୍ବୋତ୍ତମ ସୃଷ୍ଟି ମଣିଷକୁ କେବଳ ତାଙ୍କରି ଇବାଦତ ବା ଆରାଧନା ଉପାସନା ପୂଜା ବା ଅର୍ଚ୍ଚନା କରିବା ପାଇଁ ମଣିଷକୁ ସୃଷ୍ଟି କରିଛନ୍ତି ବୋଲି ତାଙ୍କର ଶେଷ ପ୍ରେରିତ ଏବଂ ମହାପୁରୁଷ ମହମ୍ମଦଙ୍କୁ ପ୍ରଦତ୍ତ ବା ଦେଇଥିବା ମଣିଷର ଅବିଶ୍ୱାସୀ ଅମାନିଆ ସମକକ୍ଷକାରୀ ମୁଶ୍ରିକ ବା ଆଲ୍ଲାହଙ୍କୁ ଅନ୍ୟ ସହିତ ସମାନ ବା ତୁଳନା କରାଇ ପୂଜୁଥିବା ମିଛ ଉପାସନାର ଯୋଗ୍ୟ ଉପାସ୍ୟକୁ ଶିର୍କକାରୀ ସମକକ୍ଷକାରୀ ମୁଶ୍ରିକ କହିଛନ୍ତି। ଆଲ୍ଲାହଙ୍କର ଏକେଶ୍ୱରବାଦର ଧର୍ମ ନଷ୍ଟକାରୀ ଫାସିକ ମନୁଷ୍ୟକୁ ଶୈତାନ ବା ଇବଲିସ ଜରିଆରେ ପଥଭ୍ରାନ୍ତ ବା ଗୁମରାହ କରାଇ ତାଙ୍କର ନର୍କକୁ ଭର୍ତ୍ତି କରିବେ ବୋଲି ଶୈତାନକୁ ଏଥିପାଇଁ ଅନୁମତି ବି ଦେଇଛନ୍ତି। ଆଲ୍ଲାହ ମଣିଷଙ୍କୁ ତାଙ୍କର ବାର୍ତ୍ତାଧର ପୟଗାମଧାରୀ ପୟଗମ୍ବର ଜରିଆରେ ବିଶ୍ୱାସୀ ଯେମିତି କରାଇଛନ୍ତି, ଠିକ୍ ସେମିତି ନିଆଜାତ ଶୈତାନ ଜରିଆରେ ଅବିଶ୍ୱାସୀ ବା କାଫିର ତଥା ସିତମଗାର ବା ବିଶ୍ୱାସଘାତକ ବି କରାଇଛନ୍ତି ଏବଂ ପୁଣି କହିଛନ୍ତି, ମୁଁ ଆଲ୍ଲାହ ଜରୁର ବା ନିଶ୍ଚୟ ମୋର ନିର୍ମିତ ନର୍କ ବା ଜହେନ୍ନମକୁ ଭରିଦେବି ଅବିଶ୍ୱାସୀ କାଫିର ଏବଂ ସିତମଗାର ବା ବିଶ୍ୱାସଘାତକ ଏବଂ ପାପୀ ଲୋକମାନଙ୍କ ଦ୍ୱାରା। ପୁଣି କହିଛନ୍ତି, ହମ ଶହରୋं को हलाक नहीं करते जबकि उनकी साकिम सितमगार न हो। ଓଡ଼ିଆ ଅର୍ଥ ହେଲା, ଆମ୍ଭେ ଆଲ୍ଲାହ ମାନବ ବସତିଯୁକ୍ତ ସହରକୁ ଧ୍ୱଂସ ନଷ୍ଟ କରିନଥାଉ କି ଯେବେ କି ସେଥିର ବାସିନ୍ଦା ବିଶ୍ୱାସଘାତକ ନ ହୋଇଛନ୍ତି। ମଣିଷକୁ ବିଶ୍ୱାସୀ ଏବଂ ବିଶ୍ୱାସଘାତକ ସେହି ଖୋଦ ବା ଆପଣାଜାତ ଖୋଦା ହିଁ କରାଇଛନ୍ତି। କାରଣ ସେ ଶୈତାନକୁ କାହିଁକି ଅନୁମତି ଦେଲେ ଯେ ସେ ମଣିଷକୁ ଅବିଶ୍ୱାସୀ କାଫିର ତଥା ସିତମଗାର ବା ବିଶ୍ୱାସଘାତକ କରାଇଲା କେବଳ ତାଙ୍କର ନର୍କ ବା ଦୋଜଖ ବା ଜହେନ୍ନମକୁ ଭର୍ତ୍ତି କରିବେ ଏହି ଇଚ୍ଛାରେ। ପୁଣି ଆଲ୍ଲାହ କହିଛନ୍ତି, ଆଲ୍ଲାହ ଯାହା ଚାହେଁ କରେ। ଏ ଦୁନିଆ ଏ ଆକାଶ ପୃଥିବୀ ମାଟି ପାଣି ପବନ ନିଆଁ ଚରାଚର ସମଗ୍ର ବିଶ୍ୱ ଓ ସେଥିରୁ ସମସ୍ତ ଜୀବଜନ୍ତୁ ତାଙ୍କରି ସୃଷ୍ଟି। ସେ ଯାହା ଚାହିଁବେ କରିବେ। କେହି ତାଙ୍କର କରିବାକୁ ଅଟକାଇ ପାରିବ ନାହିଁ, ରୋକିପାରିବ ନାହିଁ। ଯେହେତୁ ଆଲ୍ଲାହ ସର୍ବୋପରି, କେହି ତାଙ୍କ ଉପରେ ନାହିଁ। ସମୟକୁ ସୃଷ୍ଟି କରିଛନ୍ତି ବଦଳେଇବା ପାଇଁ, ପରିବର୍ତ୍ତନ ଆଣିବା ପାଇଁ। ମୃତ୍ୟୁକୁ ରଖିଛନ୍ତି ମଣିଷକୁ ତାର କୃତ ବା କରିଥିବା କର୍ମମାନଙ୍କର ଫଳଦାନ କରିବା ପାଇଁ। ଜୀବନକୁ ଦେଇଛନ୍ତି ଭଲମନ୍ଦ କାମ କରିବା ପାଇଁ, ପୁରସ୍କାର ଓ ଶାସ୍ତି ପାଇବାର ପାଇଁ। ସ୍ୱର୍ଗ ଏବଂ ନର୍କରେ ଅମର ଅକ୍ଷୟ ମୃତ୍ୟୁ ପରଜୀବନରେ ରହିବା ପାଇଁ। ଆଲ୍ଲାହ ମଣିଷର ଜୀବନକୁ ଏକ ଖେଳଘର କରାଇଛନ୍ତି। କହିଛନ୍ତି, ମୁଁ ଆଲ୍ଲାହ ହିଁ ମଣିଷକୁ ଭଲମନ୍ଦ କରାଏ, ନେକ ରାହ ଏବଂ ଗୁମରାହ ଦେଖାଇ ନେଇଯାଏ। ନେକ ରାହ ମାନେ ଭଲ ରାସ୍ତା ଏବଂ ଗୁମରାହ ମାନେ ଖରାପ ବା ମନ୍ଦ ରାସ୍ତା। ପାଣି ଫୋଟକାର ଜୀବନକୁ କରାଇଛନ୍ତି। କେତେବେଳେ ଯେ ମୃତ୍ୟୁ ଦେଇ ମଣିଷକୁ ନେଇଯିବେ ଏହାର ଗ୍ୟାରେଣ୍ଟି ବା ସଠିକତା ଜଣାଇ ନାହାନ୍ତି। ଭବିଷ୍ୟତର ଆଗାମୀ ଆସିବାକୁ ଥିବା କାଳରେ ଲୁଚେଇ ରଖିଛନ୍ତି। ମଣିଷକୁ ଜଣେଇ ନାହାନ୍ତି। କେବଳ ଏତିକି ଜଣେଇଛନ୍ତି, କୁଲ୍ଲୁ ନଫସିନ ଜାଏକାତୁଲ ମୌତ, ଅର୍ଥାତ୍ ପ୍ରତ୍ୟେକ ଜୀବଙ୍କୁ ମୃତ୍ୟୁର ସ୍ୱାଦ ଚାଖିବାକୁ ଅଛି। ମୃତ୍ୟୁ ଭଲ କାମର ଅନୁସନ୍ଧାନ ବା ଯାଞ୍ଚ ପାଠ ମୁଲ୍କ ଏବଂ ମଣିଷକୁ ମୃତ୍ୟୁ ଦେବା ପାଇଁ ସେ ଇଜ୍ରାଇଲ ନାମକ ଫରିସ୍ତା ବା ଦେବଦୂତ ବା ମଲାଏକା ବା ଏଞ୍ଜେଲଙ୍କୁ ନିଯୁକ୍ତ କରିଛନ୍ତି। ଯୋଉଠି ଯୋଉଠି ମଣିଷର ମୃତ୍ୟୁ ହେବ ସେ ସେଇଠି ଯାଇକି ପହଞ୍ଚିଯିବେ। ଘଟଣା ସହିତ ଦୁର୍ଘଟଣା ଅଛି। ଦୁହେଁ ଦୁର୍ଲଭ ମନୁଷ୍ୟ ଜୀବନ ସହିତ ସଂଲଗ୍ନ ଲାଗିକି ଅଛି। କେତେବେଳେ ଘଟଣା ତ କେତେବେଳେ ଦୁର୍ଘଟଣା। ଦୁର୍ଘଟଣାକୁ ଉର୍ଦ୍ଦୁରେ ହାଦସା କୁହାଯାଏ। ଆଲ୍ଲାହ କହିଛନ୍ତି, ମଣିଷକୁ ଯେଉଁ ଦୁର୍ଘଟଣା ଆସେ, ବିପଦ ମିଳେ, ସେସବୁ ତାର ମନ୍ଦ କର୍ମର ପ୍ରତିବଦଳ। ବହୁତ କିଛିକୁ ତ ମାଫ କରିଦିଏ, ହେଲେ ସୀମା ଟପାକାରୀ ସୀମା ଅତିକ୍ରାନ୍ତକାରୀ ମନୁଷ୍ୟ ପାଇଁ ଦୁର୍ଘଟଣା ଅବଶ୍ୟ
ରହିଛି। ଏଇଭଳି ମଣିଷକୁ ଅବଶ୍ୟ ମିଳିବ। କାରଣ ମଣିଷ ମୋତେ ମାନୁନାହିଁ, ମୋର ଏକେଶ୍ୱରବାଦର ଧର୍ମକୁ ଆସୁନାହିଁ, ମୋର ଅବମାନନା କରୁଅଛି। ମୁଁ ନାହିଁ ବୋଲି ମାନି ନାସ୍ତିକ ବା ନାହିଁ ଈଶ୍ୱରବାଦୀ ବା ନିରୀଶ୍ୱରବାଦୀ ଏଥେଇଷ୍ଟ ହୋଇଅଛି, ଯାହାକୁ ଇଂରାଜୀରେ ଏଥେଇଷ୍ଟ କହିଅଛି। ମୋର ଥାଇ ମୋର ହେଉନାହିଁ ମାନେ ସଜା ତ ଭୋଗିବ, ଶାସ୍ତି ତ ପାଇବ। ଯେହେତୁ ମୁଁ ପ୍ରତିଶୋଧୀ, ଯେସାକୁ ତେସାର ବଦଳକାରୀ, ଅବଶ୍ୟ ମଣିଷକୁ ବଦଳ ଦେବି, ବଦଲା ନେବି। କୋରାନରେ କେତେକ ସ୍ଥଳରେ ଆଲ୍ଲାହଙ୍କ ଉକ୍ତି ପରସ୍ପର ବିରୁଦ୍ଧାତ୍ମକ ବା ଦ୍ୱନ୍ଦ୍ୱଶୀଳ। ଆଲ୍ଲାହ ଗୋଟିଏ ଜାଗାରେ କହୁଛନ୍ତି ମଣିଷ ମୋର କାବୁରେ ଅଛି, ପୁଣି ଅନ୍ୟତ୍ର କହୁଛନ୍ତି ମଣିଷର କ'ଣ ନିଜର ବୁଦ୍ଧି ନାହିଁ। ପୁଣି ମଣିଷକୁ ଭଲ ମନ୍ଦ ମୁଁ ଖୋଦା ହିଁ କରାଏ, ମଣିଷକୁ ପଥଭ୍ରାନ୍ତ କରାଇବା ପାଇଁ ଶୈତାନକୁ ଲଗାଇ ଦେଇଛି। ଏମିତି ଭିତରେ ମଣିଷକୁ ପଜଲ ବା ଗୋଲକଧନ୍ଦାରେ ପକାଇ ଦେବାର ଉଦ୍ଦେଶ୍ୟ ମଣିଷକୁ ପରୀକ୍ଷା କରିବା, ଆଜମାଇଶରେ ପକାଇବା। ଭଲ ହେବାଠାରୁ ମନ୍ଦ ହେବାର ଆକର୍ଷଣ ଅନେକ ରଖିଛନ୍ତି। ମୂର୍ତ୍ତି ପୂଜା କରିବାରେ ମଣିଷ କଣ୍ଢେଇ ଖେଳ କରି ମନରେ ଅପାର ଆନନ୍ଦ ପାଉଛି। ଯେମିତି ଗଣେଶ ପୂଜାରେ, ସରସ୍ୱତୀ ପୂଜାରେ, ବିଶ୍ୱକର୍ମା ପୂଜାରେ, ଦୁର୍ଗା ପୂଜାରେ ମଣିଷର ଆନନ୍ଦ ତଥା ଉପଭୋଗ ସହଜରେ ଲକ୍ଷଣୀୟ। ନାଟତାମସା, ବାଇଦ ବାଜଣା, ଯାତ୍ରା ଅପେରା ପ୍ରଦର୍ଶନରେ ସେହି ଆମୋଦମୟତା ନିହିତ। ସ୍କୁଲ ପିଲାଏ ଖୁସିରେ ରିକ୍ସାରେ ବସି ହାତରେ ଧରି ମୂର୍ତ୍ତି ମୁହଁକୁ କାଗଜରେ ଗୁଡ଼ାଇ ଗଣେଶ ସରସ୍ୱତୀ ମୂର୍ତ୍ତିକୁ ନେଇ ଯାଇଥାନ୍ତି। ପୂଜା କରିବେ, ଭୋଜି ଖାଇବେ, ପୁଷ୍ପାଞ୍ଜଳି ଦେବେ, ସ୍କୁଲ ସଜେଇବେ। ଖୁସିରେ ଧର୍ମ ଥାଏ ନା, ସାଧନାରେ ଧର୍ମୀୟ ସିଦ୍ଧି ମିଳେ। ମଣିଷର ଖୁସିକୁ ଆଲ୍ଲାହ ସହି ନ ପାରି ଘଟଣାରେ ଦୁର୍ଘଟଣା କରାନ୍ତି। ମଣିଷର ଖୁସି ଦୁଃଖରେ ବଦଳାନ୍ତି। ଯେହେତୁ ମଣିଷ ତାଙ୍କର ଧର୍ମର ପ୍ରକୃତ ପଥରୁ ବିଚ୍ୟୁତ ହେଉଛି, ଓହରି ଅଲଗା ହୋଇଯାଉଛି, ଆଲ୍ଲାହ କହିଛନ୍ତି ମୁଁ ହିଁ ବିପଦର ପ୍ରେରକ। ମା ଅସାବା ମିନ୍ ମୁସିବତିନ୍ ଇଲ୍ଲା ବିଇଜ୍ନିଲ୍ଲାହ। ପାଠ ତଗାବୁନ, कुरान भाग 28। नहीं पहुँचती कोई मुसीबत हुक्म अल्लाह के, और जो कोई यकीन लाए अल्लाह पर, अल्लाह उसके दिल में राह बतलाए, और अल्लाह को हर चीज़ मालूम है। हिंदी अनुवादर ओडिया माने हेला अल्लाहंकर आदेश दान बिना बंदा बा भक्तंक पाखे मुसीबत बा विपद पहुँची न थाए। जिए केही अल्लाहंक उपरे विश्वास आणे, भरोसा रखे, अल्लाह तार मनरे विपदरु मुक्तिर बाट बताई दिए। कारण खोदांकु प्रत्येक जिनिस जଣା अछि। एथिरु स्पष्ट जଣା पड़े कि जी सितमगार बा विश्वासघातक, अल्लाह ताकु ही विशेष करी रागिकी विपदरे पकान्ति। कारण विपदर निर्माता अल्लाह ही अटंती। विपद से करंती लोकंक द्वारा को मनोभाव दे तैयारी भी करांती। निजे विपद तैयारी करिबा हेला बिजुली घड़घड़ी पकाई लोकंकु मारिबा, भूमिकंप करी लोकंकु मारिबा, चोर पठाई लोकंकु विपदरे पकाइबा। भूमिकंप को जलजला बोली उर्दूरे कहुए। कुरान रे भूमिकंप उपरे सूरा बा पाठटीए अछि 30 भागरे। इजाजुल जलती शैतान जरियारे मनीषको पथभ्रांत कराइले मध्य से अल्लाह तो पुणी साधु सच्चोट मनीष मनरे हेदायत बा दिग्दर्शन दियाई भल बाट विपद मुक्तिर बाट बताते। कहीं बताते? कारण मनीष तांको मानुछि, तांको धर्मरे अछि, तांको डरुछि, तांको प्रति विश्वस्त अनुगत अछि। भल मनीष अछि, विश्वासघातक बा सितमगार होई नाही, मनमानी करी नाही, मनमुखी हेउ नाही। गोटे हिंदी सिनेमार गीतटीए अछि, कहाँ चल दिए इधर तो आओ, मेरे दिल को न ठुकराओ, भोले सितमगर मान भी जाओ, मान भी जाओ, मान भी जाओ। এই গীতর মর্মার্থরে আল্লাহଙ୍କୁ ଅଣାଯାଇପାରେ। ଆଲ୍ଲାହ ପଥହୁଡ଼ା ମଣିଷକୁ ତାଙ୍କ ଏକେଶ୍ୱରବାଦର, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତିର, ଈଶ୍ୱର ଏକ ଏବଂ ଅଦ୍ୱିତୀୟର, ସବୁଦିନିଆ ରହିବାର ସନାତନ ବା ଶାଶ୍ୱତ ବା ଇଟର୍ନାଲ ଆଲ୍ଲାହଙ୍କ ଭକ୍ତ ମୁସଲମାନ ହେବାର ଇସଲାମ ଧର୍ମକୁ ଗୁମରାହର ବିଶ୍ୱାସଘାତକତାର ଧର୍ମକୁ ନ ଯାଇ ଆସିବାର ଆଦେଶ ଦେଉଛି। ସେଥିପାଇଁ ତ କହୁଛି, ହେ
ମୋତେ ଅବିଶ୍ୱାସ କରୁଥିବା ମୋର ଅବିଶ୍ୱାସୀ ମଣିଷ, ତୁ ମୋର ପଥ ଛାଡ଼ି କୁଆଡ଼େ ଚାଲି ଯାଉଛୁ? ଇଆଡ଼କୁ ଟିକିଏ ଆସେ। ମୋର ମନକୁ ଆଘାତ ଦେନା। ତୁ ହେଉଛୁ ଅଜଣା ଅଦୃଶ୍ୟକୁ ଗଏବକୁ ଜାଣୁନଥିବା ପୂର୍ବଜମାନଙ୍କର ଧର୍ମ ଅନୁଗାମୀ ସରଳ ବିଶ୍ୱାସଘାତକ ଭୋଲେ ସିତମଗାର। ମୋ କଥା ମାନିଯା, ମୋ କଥା ମାନିଯା, ମୋର କଥା ମାନିଯାରେ। ନହେଲେ ମଲା ପରେ ମୋର କଠୋରତାକୁ ସାମ୍ନା କରିବୁ, ନର୍କଦଣ୍ଡ ଭୋଗିବୁ। ଚିତାଭସ୍ମରେ ମୁନକିର ନକିର ଭୟଙ୍କର ରୂପ ଧରି ଠିଆ ହୋଇଥିବାର ଦେଖିବୁ। ମୋତେ ଅଣମୁସଲମାନୀ ବିଧର୍ମୀ କରାଇ ଥିବା ତୋର ବାପା ମା ତଥା ପୂର୍ବପୁରୁଷ ପୂର୍ବଜେ ଆନସେଷ୍ଟର୍ସ ତୋ ପିଠିରେ ସଜା ଭୋଗିଲା ବେଳେ କେହି ପଡ଼ିବେନି। ବଡ଼ ହୋଇ ମରିଛୁ, ତେଣୁ ସଦ୍ଜ୍ଞାନ ହାସଲର ସୁଯୋଗ ଅବସର ଥିଲା। ତୁ ପରା ପାଠୁଆ। ତୋର ବ୍ୟାଙ୍କ ବାଲାନ୍ସ ଚୋରି ହୋଇଗଲେ ତୁ କେମିତି ବିଚଳିତ ଥିଲୁ, ଦୁଃଖରେ ଭାଙ୍ଗି ପଡ଼ିଥିଲୁ, ସାଇବର ଥାନାରେ ମାମଲା ଦରଜ କରୁଥିଲୁ। ମୁଁ ଅଲ୍ଲାହ କ'ଣ ଜାଣିନି? ମୁଁ ପରା କରାଉଥାଏ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ। ତୁ ନିଜେ କହୁଥିଲୁ ତୋର ପୂର୍ବର ଇହଲୋକର ମୃତ୍ୟୁଗାମୀ ନଶ୍ୱର ନଷ୍ଟଶୀଳ ଜୀବନରେ ବର୍ଣ୍ଣବୋଧରେ ପଢ଼ିଥିଲୁ ପରମେଶ୍ୱର ପଦ୍ୟରେ, ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ପୁଣି କେମିତି ଆକର୍ଷଣ ପ୍ରଲୋଭନରେ ପଡ଼ି ମୋ ପ୍ରତି ଅବିଶ୍ୱସ୍ତ ହୋଇ ମଣିଷ ହାତଗଢ଼ା ମୂର୍ତ୍ତି ପ୍ରତିମା ପୂଜାରେ ନ୍ୟସ୍ତ ହୋଇ ବ୍ୟସ୍ତ ଥାଇ ସିତମଗାର ବା ବିଶ୍ୱାସଘାତକ ବନିଗଲୁ। ଯାହା ବୋଲରେ ପଡ଼ି ତୁ ବିଶ୍ୱାସୀରୁ ଅବିଶ୍ୱାସୀ ହୋଇଥିଲୁ। ଏଠି ବିଚାର ଦିବସ, ପରିଣାମ ପ୍ରାପ୍ତିର ଦିବସ। ମୃତ ସମଗ୍ର ସାଂସାରିକ ମଣିଷର ଏକାଥରକେ ବଞ୍ଚି ଉଠି ପରିଣାମର ପଡ଼ିଆ ହସର କି ମଇଦାନରେ ଜମା ହେବାର ମଣିଷ ଜାତିର ପାପ ପୁଣ୍ୟର ହିସାବ ନେବା ସମୟରେ ତୋ ପ୍ରତି ମୁଁ ଜଣେ ମାତ୍ର ଉପାସ୍ୟ ବା ମାବୁଦ ଆଲ୍ଲାହ ସଦୟଚିତ୍ତ ହେବି ନାହିଁ। ନିର୍ଦ୍ଦୟ ହୋଇ ସିଧା ନର୍କଦଣ୍ଡକୁ ଯନ୍ତ୍ରଣା ଦେବାକାରୀ ଦେବଦୂତ ଫରିସ୍ତାଙ୍କ ଜରିଆରେ ଧକ୍କା ଦେଇ, ଚୁଟି ଟାଣି, ଗୋଡ଼ ଘୋଷାଡ଼ି, ଟିପ୍ପଣୀ ଦିଆଇ ଅମର ଅକ୍ଷୟ ଆଉ ଜମା ମରିବୁନି କିମ୍ବା ଇହ ଦୁନିଆକୁ ଛଡ଼ା ହେବୁନାହିଁରେ ଥାଇ ଜଲିଲ ବା ଜିଲ୍ଲତ ଅପମାନିତ ହୋଇ ଚିରଦିନର ନର୍କଦଣ୍ଡରେ ପଡ଼ିବୁ। ମୁକ୍ତି ପାଇବୁ ନାହିଁ। ଆଲ୍ଲାହର ସତ୍ୟ ସଂକଳ୍ପ, ଆଲ୍ଲାହ ୱାଦା ଖିଲାପକାରୀ ଜମାରୁ ବା ସଂକଳ୍ପ ଭଙ୍ଗକାରୀ ସତ୍ତା ଆଦୌ ନୁହେଁ। ଇସଲାମ ହିଁ ଏକମାତ୍ର ସତ୍ୟ, ସନାତନ, ଆଦି ବା ପ୍ରଥମ ପ୍ରଣୀତ ଧର୍ମ। ମହାପୁରୁଷ ପୈଗମ୍ବର ମହମ୍ମଦଙ୍କ ଠାରୁ ଏହି ଧର୍ମର ଆରମ୍ଭ ହୋଇନାହିଁ, ଶେଷ ଥର ପାଇଁ ସଂସ୍କାରିତ ହୋଇଅଛି। ଯାହା ଲୋକେ ତୁମ ଭୁଲ ବୁଝୁଛ। କୋରାନକୁ ବାରମ୍ବାର ପାରାୟଣ କଲେ, ପଢ଼ିଲେ ସିନା ଜାଣିବ। ଘୃଣା କରି ନିଜ ଜୀବନକୁ ଖସାରା ବା କ୍ଷତିରେ ପକାଅନା। ଅନୁତାପ କରିବ, କାନ୍ଦିବ, ଚିତ୍କାର କରିବ ନର୍କଦଣ୍ଡରେ ଥାଇ। ଇହ ଦୁନିଆ ଠକ, ଧୋକାବାଜ, ଖେଳକୁଦର ସାମୟିକ ସାମଗ୍ରୀ। ମଲା ପରେ କେହି କାହାର ନୁହନ୍ତି। ହସର କି ମଇଦାନ ବା ପରିଣାମ ପ୍ରାପ୍ତିର ପଡ଼ିଆରେ କେହି କାହାକୁ ଚିହ୍ନିବେ ନାହିଁ। କେବଳ ନର୍କଦଣ୍ଡରୁ ମୁକ୍ତିର ମୁକୁଳାଇବାକୁ ଅନୁନୟ ବିନୟ କରିବେ ମାତ୍ର ଆଲ୍ଲାହର ଭକ୍ତ ମୁସଲମାନ ମାନେ। ଏବଂ ଯିଏ ଯାହା ପ୍ରତି କିଛି ଅନାଦେୟ ହକ୍ ବା ପ୍ରାପ୍ତି ଥିବ, ମୁଁ ସେଭଳି ପ୍ରାପ୍ତିକୁ ଲୋକଙ୍କର ପୁଣ୍ୟରୁ ଅନ୍ୟ ଲୋକକୁ ଦେବି ଯେଉଁମାନେ ହକଦାର ଥିବେ। ଅବିଶ୍ୱାସୀ ତଥା ବିଶ୍ୱାସଘାତକ ସିତମଗାରମାନେ ବିଚାରହୀନ ଥାଇ ଗୋଟିଏ ଭୁଲ ଯେଉଁ ତାଙ୍କର ନଶ୍ୱର ଜଗତର କ୍ଷଣିକ ମୃତ୍ୟୁଶୀଳ ଜୀବନରେ ଆଲ୍ଲାହଙ୍କ ଧର୍ମରେ ନଥିବା ପାଇଁ ସଦା ନର୍କଗାମୀ ହୋଇ ସେଇମିତି ରହିବେ, ଏହିମାନେ ହିଁ ଶ୍ରେଷ୍ଠ ବିଶ୍ୱାସଘାତକ। ମୁଁ ଏହି ଧର୍ମଭିତ୍ତିକ ପ୍ରବନ୍ଧ ଯେଉଁ ଲେଖିଲି, ବିଶ୍ୱାସଘାତକ, ଦୁର୍ଘଟଣା ଏବଂ ଆଲ୍ଲାହ ତାହାର କାରଣରେ ଅଛି। ଗତକାଲି ଅର୍ଥାତ୍ 12/6/2025 ଦିନ 1:30 ବେଳେ ଅହମ୍ମଦାବାଦରେ ଯେଉଁ ଭାରତୀୟ ବିମାନ ଦୁର୍ଘଟଣା ହେଲା, 240 ଲୋକଙ୍କର ହଠାତ୍ ବା ଆକସ୍ମିକ ମୃତ୍ୟୁ ଘଟିଲା, ଏଥିରେ ଜାଗତିକ ଦୃଷ୍ଟିରୁ କାହାକୁ ଦୋଷ ଦେଇ ହେବ ନାହିଁ। ଏହା ଭାଗ୍ୟର ବିଡ଼ମ୍ବନାଜନିତ ହାଦସା ବା ଦୁର୍ଘଟଣା। ଜାହିରୀ ଏବଂ ବାତିନି ବୋଲି ଦୁଇ ଜଗତ ଅଛି। ଜାହିରୀ ମାନେ ଆଖିଦୃଶ୍ୟ ବା ଦେଖା ଜଗତ ଏବଂ ବାତିନି ମାନେ ଲୁଚା, ଲୁପ୍ତ ବା ଅଦୃଶ୍ୟ ଅଦେଖା ଜଗତ, ଯେଉଁଥିରେ ଆଲ୍ଲାହ ଅଛନ୍ତି, ସବୁକିଛି ଘଟଣା ଦୁର୍ଘଟଣା କରାଉଛନ୍ତି। ଆଲ୍ଲାହ ତାଙ୍କର କୋରାନ ଗ୍ରନ୍ଥରେ ଖୋଲାଖୋଲି କହିଛନ୍ତି, ବିପଦ ଓ ମୃତ୍ୟୁ ମୋରି ଇଚ୍ଛା ଓ ଆଦେଶରେ ବ୍ୟକ୍ତି ମଣିଷ, ଜଣେ ମଣିଷ ଏବଂ ମଣିଷ ସମୂହ ଯେଉଁମାନେ ବିମାନ ଯାତ୍ରୀ ସବୁ ଏକାଠି ଥିଲେ,
ହେଲେ ସେମାନଙ୍କର ଜାଗତିକ ନଶ୍ୱର କ୍ଷଣିକ ଜୀବନକୁ ଆଜି ମାନେ ଗୁରୁବାର ଦିନ ଏହି ସମୟରେ ମୁଁ ଆଲ୍ଲାହ ସାରିବାର ସମୟ ନିର୍ଘଣ୍ଟ ଧାର୍ଯ୍ୟ ସ୍ଥିର କରିକି କେଉଁଥିରେ କରିବି ଏବଂ କେମିତି କରିବି ବୋଲି ପୂର୍ବରୁ ରଖିଥିଲି, କରିଲି ଏବଂ ଦୁର୍ଘଟଣା ସଂଗଠିତ ହେଲା। ମଣିଷଠାରୁ ହିସାବ ନେବାକୁ ମୋତେ ଆଲ୍ଲାହ ଡେରି ଲାଗେ ନାହିଁ। ମୁଁ କୁନ୍ ଫାୟକୁନ୍ ବା ହୋଇଯା କହିଦେଲେ ମଣିଷର ସବୁ କିଛି ହୋଇଯାଇଥାଏ। ମଣିଷ କ'ଣ ସବୁଦିନ ପାଇଁ ନଶ୍ୱର ଧରାଧାମରେ ରହିବାକୁ ଆସିଅଛି? ଦିନେ ହେଲେ ତ ମରିବ, ଜୀବନ ସାରିବ, ପର ଲୋକକୁ ଯିବ। ପ୍ଲେନ୍ କ୍ରାସ୍ରେ ଗଲା, ଏଥିରେ ମୋ ପାଇଁ ଭାବନା ଚିନ୍ତା କିଛି ନାହିଁ। ହେ ମଣିଷ, ତୁମେ କାହାର ଦୋଷ ଯଦି ଖୋଜୁଥା, ହେଲେ ସୁଧୁରି ପାରିବ ନାହିଁ। ସୁଧାର ଜାଗାରେ ବି ମୁଁ ଆଲ୍ଲାହ ବିଘଟନ ଆଣିବି। ତୁମେ କ'ଣ ଖାଲି ଘଟଣା ଭିତରେ ଥିବ, ଦୁର୍ଘଟଣା ଭିତରକୁ ଆସିବନି? ଆସିବ, ଅଲବତ୍ ଆସିବ। ମୋର ଆୟତ୍ତରେ ଦୃଷ୍ଟି ଚାହାଣିରେ ଅଛ। ମୋ ଅଦୃଶ୍ୟର ଆଖିରେ କ'ଣ ଧୂଳି ଦେଇପାରିବ? କଦାପି ନୁହେଁ। ତୁମେ ସବୁ ସମସ୍ତେ ଜଣେ ଜଣେ ଭୋଲେ ସିତମଗାର। ମାନିଯାଅ। ଯେତେ ମୁଁ କହିଲେ ବି ଜମା ମାନିଲ ନାହିଁ, ସୁଧୁରିଲ ନାହିଁ। କେମିତି ବା ସୁଧରନ୍ତ? ଅଜଣା ତୁମକୁ ଅଜଣା ଅଛି, ଅନ୍ଧାର ଅଛି ଦେଖୁଛି ମୁଁ, ତେଣୁ କରାଇଅଛି ବି ମୁଁ। ପୁରୀରେ ଯେଉଁ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ଦେବସ୍ନାନ ପୂର୍ଣ୍ଣିମାରେ ତାରିଖ 11/6/2025 ଜଗନ୍ନାଥ ଦୀକ୍ଷିତ ବୟସ 83ଙ୍କୁ ନିର୍ମମ ଭାବରେ ନାରାୟଣ ପାଟଯୋଶୀ ବୟସ 58 ଜଗନ୍ନାଥଙ୍କ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଥିଲେ। କାରଣ ଯାହା ଥାଉ, ମୃତ୍ୟୁର ଏହି ଦିନକୁ ଭଗବାନ ଧାର୍ଯ୍ୟ କରି ରଖିଥିଲେ। ଏମିତି ହିସାବରେ ମଲେ ବୋଲି ଲୋକେ ସମ୍ବାଦରୁ ଜାଣିଲେ। ଆଲ୍ଲାହ କୋରାନରେ କହିଛନ୍ତି, କୋଇ ଜାନ ମର ନାହିଁ ସକ୍ତି ବେହୁକ୍ମେ ଖୁଦା, ସବକା ୱକ୍ତ ଲିଖା ହୁଆ ହେ। ଯାହାର ମରିବାକୁ ଥିବ ସେ ସେମିତି ତଥା ସେହି ସ୍ଥାନକୁ ଆପେ ଆପେ ଚାଲି ଆସିବ ମୋରି ଇଚ୍ଛାରେ। ଜଗନ୍ନାଥ ନାରାୟଣଙ୍କ ଘରକୁ ଧାର ଟଙ୍କା ମାଗିବାକୁ ଆସି ନାରାୟଣଙ୍କ ଘରେ ମରିବାକୁ ଖୋଦା ନିରୂପିତ କରି ରଖିଥିଲେ। ଲୋକ ଜରିଆରେ କରାଇଲେ। ଖୋଦା ପରମ ନାଟୁଆ ବା ଗ୍ରେଟେଷ୍ଟ ଡ୍ରାମାଟିଷ୍ଟ, ଯେଉଁଥିପାଇଁ କବିବର ରାଧାନାଥ ରାୟ କହିଛନ୍ତି ତାଙ୍କର ପାର୍ବତୀ କାବ୍ୟରେ, କେହି ରହିନାହିଁ ରହିବ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ୱିଲିୟମ ସେକ୍ସପିୟର ମଧ୍ୟ ଆଜ୍ ୟୁ ଲାଇକ୍ ଇଟ୍ ଡ୍ରାମାରେ କହିଛନ୍ତି, ଅଲ୍ ଦି ୱାର୍ଲ୍ଡ ଇଜ୍ ଷ୍ଟେଜ୍ ଆଣ୍ଡ ୱିମ୍ୟାନ୍ ମେରିଲି ଏ ବିକମ୍ସ ଏ ପ୍ଲେୟାର। ନାଟକ ନାମକ ସିନେମାରେ ଆଶା ଭୋଁସଲେ ଗାଇଛନ୍ତି, ଜିନ୍ଦେଗୀ ଏକ ନାଟକ ହୈ, ନାଟକ ମେ କାମ କରତେ ହେଁ, ପର୍ଦା ଉଠତି ହୈ, ପର୍ଦା ଗିରତେ ହେଁ, ସବକୋ ସଲାମ କରତେ ହେଁ। ଜୀବନ ନାଟକ କରିବାକୁ ଭବନାଟ୍ୟକାର ଖୋଦା ମଣିଷକୁ ନଶ୍ୱର ଇହ ବା ଏହି ଜଗତକୁ ଯାହା ଚାଲିଯାଏ ବିତିଯାଏ ତାହା ଜଗତକୁ ଛାଡ଼ିଛନ୍ତି। ତେଣୁ ମଣିଷ ନାଟ କରୁଛି ବିଶ୍ୱାସର, ଅବିଶ୍ୱାସର ତଥା ବିଶ୍ୱାସଘାତକତାର। ଏଇଥିରେ ନିଜର ସ୍ୱର୍ଗ ନର୍କକୁ ଭର୍ତ୍ତି କରାଇବେ ବୋଲି କହିଛନ୍ତି ନିଜର ଦିବ୍ୟ ପବିତ୍ର ଶେଷ ଆକାଶୀ ପ୍ରେରିତ ଗ୍ରନ୍ଥ କୋରାନରେ। ପାପୀକୁ କ୍ଷମା କରାଯାଇପାରେ, ହେଲେ ବିଶ୍ୱାସଘାତକତା ପାପଠାରୁ ବି ଆହୁରି ଜଘନ୍ୟ କାମ। କାରଣ ଏହା ଚେଇଁ ଶୋଇବା। ଓଡ଼ିଆରେ କଥାଟିଏ ଅଛି, ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ ପୁଣି କିଏ। ବିଶ୍ୱାସଘାତକତା ଏକ ଧୋକା ଦିଆ ଅପକର୍ମ। ଜାଣିସିଆଣିଆ ବଦମାସ। ସବୁ ଜାଣୁଛି ହେଲେ କରୁଅଛି। ତେବେ ଏମିତି ଜାଣିବାର ମୂଲ୍ୟ କିଛି ନାହିଁ। ଯେଉଁ ଜାଣିବା କାମରେ ଲାଗୁନାହିଁ, ସେଭଳି ଜାଣିବା ଥିଲେ ବି ଲାଭଦାୟକ ନୁହେଁ। ମଣିଷ ସବୁଥିରେ ଫାଇଦା ଖୋଜାଯିବ। ଫାଇଦା, ସ୍ୱାର୍ଥ ଏବଂ ସୁବିଧା ଜୀବନ ଉନ୍ନତିର ମୂଳ ବୋଲି ମଣିଷର ସାଦା ବିଶ୍ୱାସ। ହେଲେ ତ୍ୟାଗରେ ମହନୀୟତା ଥାଏ। ଆଲ୍ଲାହଙ୍କର ପ୍ରତି ନିଷ୍ଠାପର ମାନସିକ ବିଶ୍ୱାସ ପାଇଁ ମଣିଷ ସ୍ୱକୀୟ ବା ନିଜର ସବୁପ୍ରକାର ମନର ଇଚ୍ଛା ଆକାଂକ୍ଷାକୁ ତ୍ୟାଗ କରିବା, ଜଳାଞ୍ଜଳି ଦେବାକୁ ଆଲ୍ଲାହ ମହନୀୟ ବିଚାର ମଣିଛନ୍ତି, ଯେଉଁଥିରେ ବିଶ୍ୱାସଘାତକତାର ଅପବିତ୍ରତା ନଥାଏ। ଆମେ ସବୁ ସାଂସାରିକ ମଣିଷ ତାଙ୍କରି ସୃଷ୍ଟି ହୋଇ ତାଙ୍କ ପ୍ରତି ଗଦ୍ଦାରୀ କାମ କରିବା ଗର୍ହିତ ତଥା ଅକ୍ଷମଣୀୟ ଅପରାଧ। ସେହି ଆଲ୍ଲାହ ହିଁ ଆମକୁ ମା ପେଟରେ ମଣିଷ ସୃଷ୍ଟି କରିବାର ଇଚ୍ଛା ରଖି ଦେହ ଗଢ଼ିଲେ। ପରେ ସେହି ଦେହରେ ଜୀବନ ବା ଆତ୍ମାର ସଞ୍ଚାର କଲେ। ଆମେ ମଣିଷ ଜୀବନ ପାଇଲେ। ପୁଣି ହେତୁବାଦୀ ବା କାରଣ ଖୋଜାବାଦୀ ହୋଇ ସାରିବା ପରେ ବି ତାଙ୍କରି ଗଢ଼ା ଜିନିଷ ମାଟି, ଧାତୁ, ପଥର, ମନକୁ ନେଇ ମିଛ ମୂର୍ତ୍ତି ପ୍ରତିମା ଗଢ଼ି
ତାଙ୍କରି ସମକକ୍ଷୀ ନିଜ ମନସିଜ ଉପାସ୍ୟ ତିଆରି ତାଙ୍କରି ବିରୁଦ୍ଧାଚରଣ କରିବାରେ ସେ ଅବଶ୍ୟ ନାରାଜ ବା ଅସନ୍ତୁଷ୍ଟ ହେବେ। ବାପା ବୀର୍ଯ୍ୟ ଔରସ୍ୟ ଦେଇ ସ୍ତ୍ରୀ ଜରିଆରେ ପିଲାକୁ ପୁଅ କରି ଜନ୍ମ କଲା, ଅସହାୟରୁ ସହାୟ କରାଇ ଦୁନିଆରେ ମୁଣ୍ଡକୁ ହାତ ପୁଆଇଲା। ଆଉ ପୁଅ ଯଦି ବୃଦ୍ଧକାଳେ ତୁମହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁହରି ଚନ୍ଦନ ନ ହେବ, ତାହେଲେ ସେମିତି ପୁଅ ଫକୀରମୋହନଙ୍କ ଡାକମୁନ୍ସିର ହରିସିଂ ଭାବିବ, ପୁଅ କଥା କହିବ କାହାକୁ? ଅଜାଗାରେ ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ। ଏ ତ ବ୍ୟାସକବିଙ୍କ କଥା। ଅଭିମନ୍ୟୁ ସାମନ୍ତ ସିଂହାର ଧକ ଧକ ଚିନ୍ତାମଣି ବିଦଗ୍ଧ ଚିନ୍ତାମଣିର କଳା ମାଣିକର ଯଶୋଦା ମାଙ୍କର ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତାଙ୍କର ଚିନ୍ତନ। ହେଲେ ଆହ୍ଲାଙ୍କର ଚିନ୍ତନ ହୋଇଥାଏ ଲାଭଦାୟକ, ନଥିଲେ ହୋଇଯାଏ ବିଶ୍ୱାସଘାତକ ବା ବଗାବତ ବା ସିତମଗାର। ଏହାପରେ ଖୋଦା ଜଲାଲରେ କ୍ରୋଧରେ ଆସି ଅବଶ୍ୟ ଦୁର୍ଘଟଣା ଘଟାଇବେ। ସେ ପା ପରମାତ୍ମା, ତାଙ୍କର ବି ଏକ ମନ ଅଛି, ଇଚ୍ଛା ଅନିଚ୍ଛା ଅଛି, ଅଗତ୍ୟା ସାଧିବେ।